ରାମଲାଲାଙ୍କ ମୂର୍ତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ଚର୍ଚ୍ଚାକୁ ଆସିଛନ୍ତି। ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଅଯୋଧ୍ୟାରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଗଢ଼ିଛନ୍ତି। ଆଜି ରାମଲାଲାଙ୍କ ଯେଉଁ ମୂର୍ତ୍ତିକୁ ଦେଖି ଆମେ ଖୁସି ହେଉଛି, ତାହାକୁ ନିଷ୍ଠା ଓ ଭକ୍ତି ଭାବରେ ଯୋଗୀରାଜ ନିଜ ହାତରେ ତିଆରି କରିଛନ୍ତି। ଆଉ ମୂର୍ତ୍ତି ଅପେକ୍ଷା ରାମଲାଲାଙ୍କ ହସ ଓ ଆଖି ଭକ୍ତଙ୍କୁ ଆକର୍ଷିତ କରୁଛି। ଏମିତି ସୁନ୍ଦର ମୂର୍ତ୍ତିକୁ କେମିତି ତିଆରି କଲେ ବୋଲି ଅନେକ ଯୋଗୀରାଜଙ୍କୁ ପ୍ରଶ୍ନ କରିଛନ୍ତି। ମୂର୍ତ୍ତି ସିନା ମୁଁ ଗଢ଼ୁଥିଲି, କିନ୍ତୁ କେମିତି ଗଢ଼ା ହେବ ତାହା ରାମଲାଲା କରୁଥିଲେ ବୋଲି ଯୋଗୀରାଜ କହିଛନ୍ତି। ମୂର୍ତ୍ତି ଗଢ଼ିବା ପୂର୍ବରୁ ସେ ଅନେକ ଗବେଷଣା କରିଛନ୍ତି। କାରଣ ପଥର ଉପରେ ଥରେ ଖୋଦେଇ ହୋଇଗଲେ ତାହାକୁ ଲିଭାଇ ହେବ ନାହିଁ। 1000ରୁ ଅଧିକ ଶିଶୁଙ୍କ ଫଟୋ ମୋବାଇଲରେ ରଖି ଦେଖିବା ସହ ଅନେକ ପିଲାଙ୍କ ସହ ସେ ମିଶିଥିଲେ। ପିଲାମାନେ ହସିଲେ ମୁହଁରେ କି ପ୍ରକାର ପରିବର୍ତ୍ତନ ହେଉଛି ତାହାକୁ ଲକ୍ଷ୍ୟ କରିଥିଲେ। ଅନେକ ଗବେଷଣା ପରେ 5 ବର୍ଷ ଶିଶୁର ମୁଖକୁ ଆଧାର କରି ସେ ରାମଲାଲାଙ୍କ ମୁଖ ଓ ଆଖି କରିଥିଲେ। କିନ୍ତୁ ମୂର୍ତ୍ତି ଗଢ଼ିବା ସମୟରେ ରାମଲାଲା ଯାହା କହୁଥିଲେ ମୁଁ ସେମିତି ଗଢ଼ୁଥିଲି ବୋଲି ଯୋଗୀରାଜ କହିଛନ୍ତି। ମୂର୍ତ୍ତି କାମ ଶେଷ ହେବା ପରେ ଚୟନ ପ୍ରକ୍ରିୟା ହୋଇଥିଲା। ସେ ଗଢ଼ିଥିବା ମୂର୍ତ୍ତି ଯେତେବେଳେ ରାମ ମନ୍ଦିରରେ ସ୍ଥାପନା ହେବାକୁ ଚୟନ ହୋଇଥିଲା, ସେତେବେଳେ ଯୋଗୀରାଜ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। ଜାନୁଆରୀ 22 ତାରିଖ ପ୍ରାଣ ପ୍ରତିଷ୍ଠା ପରେ ଯେତେବେଳେ ଗର୍ଭଗୃହରେ ମୁଁ ରାମଲାଲାଙ୍କୁ ଦେଖିଲି, ସେଥିରେ ଏକ ଅଦ୍ଭୁତ ଶକ୍ତି ଭରିଯାଇଥିଲା। ସେତେବେଳେ ତାଙ୍କ ମୁଖମଣ୍ଡଳକୁ ସିଧାସଳଖ ଚାହିଁ ହେଉନଥିଲା। ଯାହାଙ୍କୁ ଗଢ଼ିଥିଲି ସେ ଗର୍ଭଗୃହରେ ଚଳନ୍ତି ପ୍ରତିମା ଭଳି ଲାଗୁଥିଲେ ବୋଲି କହିବା ବେଳେ ଯୋଗୀରାଜଙ୍କ ଆଖିରେ ଲୁହ ଆସିଯାଇଥିଲା।